ଗଣତି ମଣତିର ଯୋଉ ପ୍ରକ୍ରିୟା ଆବଶ୍ୟକତା ସେ ନେଇକିରି କାଲି ଗୋଟେ ବିଶେଷ ମିଟିଂ ମୋ ଅଧ୍ୟକ୍ଷତାରେ ମନ୍ଦିର ଅଫିସର କନଫରେନ୍ସ ହଲରେ କରାଯାଇଛି। ସେଠି ଆମେ ତନ୍ନ କରି ପରୀକ୍ଷା କରିଛୁ। ବିଭିନ୍ନ ପ୍ରକାରର ଯୋଉ ଆବଶ୍ୟକତା ତା ଉପରେ ତର୍ଜମା କରାହେଇ ଆମେ ନିଶ୍ଚିତ ହେଇସାରିଛୁ ଯେ ଆମର ଯାହା କିଛି ଆବଶ୍ୟକତା ଅଛି ଆମେ ପୂରଣ କରିସାରିଛୁ। ଆଉ କିଛି ଛୋଟ ଛୋଟ ଜିନିଷ ଅଛି ଯୋଉଗୁଡାକି ଆମର ଏଇ ଦିନେ ଦି ଦିନ ଭିତରେ ମଧ୍ୟ ଆମେ ତାର ଆବଶ୍ୟକତା ପୂରଣ କରିପାରିବୁ ବୋଲି ନିଶ୍ଚିତ ଅଛି। ଆମର ସୀମିତ ଦିନ ଦିଆହେଇଛି ଆମକୁ ଗଣତି ଏବଂ ମେଳକ କରିବା ପାଇଁ। ସୀମିତ ଦିନ ମାନଙ୍କରେ ମଧ୍ୟ ଭକ୍ତ ଏବଂ ଅନ୍ୟ ଯୋଉମାନେ ତା ଭିତରକୁ ଆସିବାକୁ ଚାହିଁବେ, ଭକ୍ତ ତ ସମସ୍ତେ ନିଶ୍ଚିତ ଭାବରେ ଠାକୁରଙ୍କର ସମସ୍ତ ଭକ୍ତଙ୍କର ବାହାର କାଠରୁ ଦର୍ଶନ ହବ। କୋଉ ସମୟରେ ନା ଯୋଉ ସମୟ ତକ ଆମେ ଭିତରେ ରହିବୁ ଗଣତି ମଣତି ଚାଲିବ। ନିର୍ଦ୍ଦିଷ୍ଟ ସମୟ ଯଦିଓ ଠିକ ହେଇନି, କିନ୍ତୁ ଆମେ ଆଶା ରଖିଛୁ ଯୋଉ ଦିନ ବି ଆମକୁ ଦିଆଯାଉଛି, ବର୍ତ୍ତମାନ ଧରନ୍ତୁ ଉଦାହରଣ ସ୍ୱରୂପ ଆମେ 25 ତାରିଖରେ ଯିବୁ ଏବଂ ତା ପର ତାରିଖ ମଧ୍ୟ ଆମ ପାଖକୁ ଆସିଯାଇଛି 6 ତାରିଖରେ, ଏପ୍ରିଲ 6 ତାରିଖରେ ମଧ୍ୟ ଆମେ ଦ୍ୱିତୀୟ ଦିନ ପାଇଁ ଯିବୁ। ଏଇ ଦିନ ଗୁଡାକରେ 5 ଘଣ୍ଟା ଆମେ ପାଇବୁ ବୋଲି ଆମକୁ ଆଶ୍ୱାସନା ଦେଇଛନ୍ତି ଛତିଶଗଡ଼। ଏଥିରେ ପ୍ରଥମେ ହାଇ ଲେଭେଲଙ୍କର ପରାମର୍ଶ ନିଆଯାଇଥିଲା, ତାପରେ ମ୍ୟାନେଜିଂ କମିଟି ମଧ୍ୟ ତା ଉପରେ କିଛିଟା ମୋଡିଫିକେସନ କରିଛନ୍ତି। ପର୍ଯ୍ୟାୟକ୍ରମେ ସରକାରଙ୍କ ପାଖକୁ ଗଲା, ସରକାରଙ୍କର ଅନୁମୋଦନ ଆସି ଗୋଟେ ନୂତନ ଏସଓପି ତିଆରି ହୋଇଛି। ଆକୁ ଦୁଇଟି ଗ୍ରୁପ ଆପାତତଃ ପରିଚାଳନା କରିବେ। ପ୍ରଥମ ଗ୍ରୁପ ହଉଛନ୍ତି ସୁପରଭାଇଜରୀ ଗ୍ରୁପ, ସେଥିରେ ମୁଖ୍ୟ ପ୍ରଶାସକ ଏବଂ ମୁଁ, ଆମ ଛଡା ମୋର ହାଇ ଲେଭେଲ କମିଟିର ମେମ୍ବର ବର୍ତ୍ତମାନ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଛନ୍ତି। ତା ଛଡା ଆମ ସାଙ୍ଗରେ ଆଉ କିଛି ସଦସ୍ୟ ମଧ୍ୟ ରହିବେ। ସେଟା ସୁପରଭାଇଜିଂ ରହିବ। ତାଙ୍କର କାମ ହବ, ସେମାନେ ଯେତେବେଳେ ଚାହିଁବେ କାମ ଠିକ ହଉଛି କି ନାହିଁ ଭିତରକୁ ଯାଇକିରି ସେମାନେ କାମକୁ ତଦାରଖ କରିପାରିବେ ଏବଂ ପଳେଇ ଆସିବେ। ସେମାନେ ଭିତରେ ଯେତେବେଳେ କାର୍ଯ୍ୟ ଚାଲିବ, ଯୋଉ ଗଣତି ଏବଂ ମେଳକ କାର୍ଯ୍ୟ ଚାଲିବ, ସେତେବେଳେ ସେମାନେ ସେଠି ସମ୍ପୂର୍ଣ୍ଣ ଭାବରେ ଉପସ୍ଥିତ ହେବେନି। ତା ଛଡା ଗୋଟେ ହ୍ୟାଣ୍ଡଲର ଟିମ୍ କରାହେଇଛି। ହ୍ୟାଣ୍ଡଲର ଟିମ୍ ଟା ମୋର ଏବଂ ମନ୍ଦିର ପ୍ରଶାସକ ଅଧ୍ୟକ୍ଷତାରେ ହେଇଛି। ଆମେ ଜଏଣ୍ଟ ଅଧ୍ୟକ୍ଷ ଅଛୁ ଏବଂ ଆମ ସାଙ୍ଗରେ 6 ଜଣ ମୁଖ୍ୟ ପୂଜକ, ଯୋଉମାନେ କି ମନ୍ଦିରର ମୁଖ୍ୟ ପୂଜା କର୍ମ ନୀତି ଏସବୁ ଭିତରେ ଅନ୍ତର୍ଭୁକ୍ତ ରହୁଛନ୍ତି, ସେଇମାନଙ୍କୁ ରଖାଯାଇଛି। ତା ଛଡା ଆମେ ବ୍ୟାଙ୍କରୁ ମଧ୍ୟ ବଣିଆଙ୍କୁ ନେଇଛୁ ଏବଂ ଗୁଣାତ୍ମକ ଚିହ୍ନିବା ପାଇଁ କିମ୍ବା ଗହଣାର ନାମ ଜାଣିବା ପାଇଁ ମୋତି ମାଳିକ କଣ, ସେଟା କୋଉ ମୋତି କୋଉ ମାଣିକ, ତାକୁ ଜାଣିବା ପାଇଁ ଆମେ ଜେମୋଲୋଜିଷ୍ଟ ସରକାରଙ୍କୁ ନେଇଛୁ ଏବଂ ତା ଛଡା ରିଜର୍ଭ ବ୍ୟାଙ୍କର ମଧ୍ୟ ଜଣେ ଅଫିସର ଅଧିକୃତ ହେଇଛନ୍ତି, ତା ଦେହରେ ଆମ ସାଙ୍ଗରେ ରହିବେ। ବିଭିନ୍ନ ପ୍ରକାରର ମେସିନର ମଧ୍ୟ ଆବଶ୍ୟକତା ରହିଛି। ମିଲିଗ୍ରାମ ଠୁ ଧରି 50 କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ପାଇଁ ଆମେ ଓଜନ ମେସିନ ମଧ୍ୟ ଆମେ ସଂଗ୍ରହ କରି ନେଇଛୁ, ଯୋଉଟା କି ସରକାରଙ୍କର ମାପଦଣ୍ଡ ବିଭାଗର ଅନୁମୋଦିତ ହେଇଛି ଏବଂ ତା ଦେହରେ ଆମେ ଟେଷ୍ଟିଂ ବି ବର୍ତ୍ତମାନ ଆଗରୁ କରିଦଉଛୁ ଯେ ତାର ଯୋଉ ମାପ ହବ ସେ ମାପଟା ଠିକ ହଉଛି କି ନାହିଁ, ସେ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଇତିମଧ୍ୟରେ ଆଶା କରୁଛୁ ସମସ୍ତ ଜିନିଷ ନିଷ୍ଠାର ସହିତ ଚାଲିବ, ସୁଚାରୁ ରୂପେ ଚାଲିବ। ମୁଁ ଯାତ୍ରୀଙ୍କୁ ଅନୁରୋଧ କରିବି, ସେଇ ଯୋଉ 5 ଘଣ୍ଟା ପାଇଁ ସେମାନଙ୍କୁ ବାହାର କାଠରେ ଦର୍ଶନରେ ସୀମିତ କରାଯିବ, ସେମାନେ ଆମକୁ ସହଯୋଗ କରିବେ। ମୁଁ ମିଡିଆ ବନ୍ଧୁ ମାନଙ୍କୁ ମଧ୍ୟ ଆହ୍ୱାନ କରିବି, ସେମାନେ ମଧ୍ୟ ଆମକୁ এই କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବେ। କୌଣସି ପ୍ରକାରର ଭୁଲ କିମ୍ବା ବିଭ୍ରାଟ ତଥ୍ୟ ଦେବେ ନାହିଁ। टीएसजी चाहता है चलो कुछ ऐसा करेंगे, देश की शान है हम शानदार रहेंगे, शानदार रहेंगे। टीएसजी गुरुकुल गोठपाटणा भुवनेश्वर।